ସମସ୍ତଙ୍କୁ ନମସ୍କାର ଏବଂ ରିଏଲ୍ ୱାର୍ଡ ଅଫ୍ ଗଡ୍ ଓଡ଼ିଆ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଅଛି ଏବଂ ମୁଁ ଆଶା କରେ ଆପଣମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା କୁଶଳରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ଏ ସମ୍ବନ୍ଧରେ ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲରୁ ଧ୍ୟାନ କରିବା। ମୁଖ୍ୟ ଭାବରେ ଯେତେବେଳେ ଆମ୍ଭେମାନେ ଧ୍ୟାନ କରୁ, ପ୍ରେମ ଚାରି ଭାଗରେ ବିଭକ୍ତ ଆମ୍ଭେମାନେ ଦେଖିବାକୁ ପାଇଥାଉ। ପ୍ରଥମଟି ହେଉଛି ଏରସ୍, ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ। ଦ୍ୱିତୀୟଟି ଫିଲିଓ, ପାରିବାରିକ ବା ସାଙ୍ଗସାଥିମାନଙ୍କ ମଧ୍ୟରେ ପ୍ରେମ। ତୃତୀୟଟି ଷ୍ଟର୍ଜ, ପଶୁ ପକ୍ଷୀମାନଙ୍କ ମଧ୍ୟରେ ପ୍ରେମ। ଚତୁର୍ଥଟି ଆଗାପେ, ପରମେଶ୍ୱରଙ୍କ ପ୍ରେମ। ଏହି ପ୍ରକାର ଚାରୋଟି ଭାଗରେ ପ୍ରେମକୁ ଆମ୍ଭେମାନେ ଦେଖିବାକୁ ପାଇଥାଉ। ଏଥିମଧ୍ୟରୁ ଆମମାନେ ଏରସ୍, ଯାହାକି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯେଉଁ ପ୍ରକାର ପ୍ରେମ ରହିବା ଆବଶ୍ୟକତା, ତାହା ଆମ୍ଭେମାନେ ଅଳ୍ପ ସମୟ ଧ୍ୟାନ କରିବା। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଏଫେସୀୟ ପୁସ୍ତକ 5 ଅଧ୍ୟାୟ 25 ପଦକୁ ଆମମାନେ ପାଠ କରିବା। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ହଁ ପ୍ରିୟ ବନ୍ଧୁଗଣ, ଏଠାରେ ପାଉଲ ଏ ପ୍ରକାର ଉଲ୍ଲେଖ କରନ୍ତି, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଯେତେ ପ୍ରଭୁ ଯୀଶୁଙ୍କଠାରେ ଆମମାନେ ବିଶ୍ୱାସ କରୁଅଛୁ, ଆମମାନେ ସମସ୍ତେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ଆମମାନେ ମଧ୍ୟ ସେହିପରି ପ୍ରେମ କରିବା ଆବଶ୍ୟକତା ଅଟେ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ପାଉଲ ଆଉ ଗୋଟିଏ ଜାଗାରେ ଏହି ପ୍ରକାର ଲେଖନ୍ତି, କଲୋସ୍ୟ 3 ଅଧ୍ୟାୟ 19 ପଦ, ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ପାଉଲ ଏଠାରେ ଉଲ୍ଲେଖ କରନ୍ତି, ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ଯେ ପ୍ରକାର ନିଜକୁ ଆମେ ପ୍ରେମ କରିଥାଉ, ସେହି ପ୍ରକାର ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କରିବା। ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ, ଏହା ପାଉଲ ଉଲ୍ଲେଖ କରନ୍ତି। ବାସ୍ତବତାରେ ଆମମାନେ ନିଜର ସ୍ତ୍ରୀମାନଙ୍କୁ ଉତ୍ତମତା ଭାବରେ ସେମାନଙ୍କୁ ଆତ୍ମାତୁଲ୍ୟ ପ୍ରେମ କରିବା ଆବଶ୍ୟକତା ଅଟେ। ଏହି ବାକ୍ୟ ଅନୁଯାୟୀ ପାଉଲ ଏଠାରେ ଉଲ୍ଲେଖ କରନ୍ତି, ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଣ୍ଡଳୀ ପ୍ରତି କିପରି ପ୍ରେମ ଥିଲା, ଏହା ନିତାନ୍ତ ଜାଣିବା ଆବଶ୍ୟକତା ଅଟେ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ମୋ ସହିତ ଆପଣ ଖୋଲନ୍ତୁ ରୋମୀୟ ପୁସ୍ତକ 5 ଅଧ୍ୟାୟ 8 ପଦ, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସ୍ୱପ୍ରମାଣ କରୁଅଛନ୍ତି। ବାସ୍ତବତାରେ ଖ୍ରୀଷ୍ଟଙ୍କ ପ୍ରେମ ଏହି ପ୍ରକାର ଥିଲା କି ତାହାଙ୍କର ସ୍ୱାର୍ଥବିହୀନ ପ୍ରେମ ଥିଲା। ଯେତେବେଳେ ଆମ୍ଭେମାନେ ପାପୀ ଥିଲୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କୌଣସି ସ୍ୱାର୍ଥ ରଖିଲେ ନାହିଁ ଅବା କୌଣସି ବିଷୟକୁ ଦାବି କଲେ ନାହିଁ କି ତୁମ୍ଭମାନଙ୍କୁ ଏହି ପାପରୁ ମୁଁ ମୁକ୍ତ କରିବି। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ସେହି ପ୍ରକାର ସ୍ୱାର୍ଥବିହୀନ ପ୍ରେମ କରିବା ଆବଶ୍ୟକତା ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କୌଣସି ବିଷୟ, କୌଣସି ସୁନା କି କୌଣସି ଟଙ୍କା, କୌଣସି ରୂପା ଆମମାନଙ୍କୁ ମାଗି ନାହାନ୍ତି କି ଆମମାନଙ୍କୁ ସେହି ପାପରୁ ମୁକ୍ତି କରି ତୁମମାନଙ୍କୁ ମୁଁ ପ୍ରେମ କରିବି। ସେ ସ୍ୱାର୍ଥବିହୀନ ପ୍ରେମ ଆମମାନଙ୍କ ପ୍ରତି କଲେ। ବାସ୍ତବତାରେ ଆମମାନଙ୍କର ଜୀବନରେ ସ୍ୱାର୍ଥବିହୀନ ପ୍ରେମ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ରହିବା ଆବଶ୍ୟକତା ଅଟେ। ଦ୍ୱିତୀୟ ବିଷୟଟିକୁ ଆମ୍ଭେମାନେ ଯେତେବେଳେ ବାଇବଲରୁ ଧ୍ୟାନ କରୁ, ତାହା ରୋମୀୟ ପୁସ୍ତକ 8 ଅଧ୍ୟାୟ 32 ପଦ, ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ। ହଁ ପ୍ରିୟ ବନ୍ଧୁଗଣ, ପାଉଲ ଏଠାରେ ଉଲ୍ଲେଖ କରନ୍ତି, ବାସ୍ତବତାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କର୍ମଶୀଳ ପ୍ରେମ ଏଠାରେ ପ୍ରଦାନ କରନ୍ତି। ସେ ଆମମାନଙ୍କୁ ପ୍ରେମ କରୁଅଛନ୍ତି ବୋଲି କହିବା ଅର୍ଥ, ସେ ନିଜର ଜୀବନ ମଧ୍ୟ ଏଠାରେ ଦେଉଅଛନ୍ତି। ସେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ,
ତାର ଅର୍ଥ ଆମମାନଙ୍କର ପାପ ନିମନ୍ତେ ସେ ଆପଣା ପୁତ୍ରଙ୍କୁ ପ୍ରେରଣା କରି ସେହି ପାପରୁ ଆମମାନଙ୍କୁ ମୁକ୍ତ କଲେ। ଯେଉଁ ପ୍ରେମ କରୁଅଛି ବୋଲି ପରମେଶ୍ୱର ଏଠାରେ କହନ୍ତି, ତାହା ଆପଣା ପୁତ୍ରଙ୍କ ଦ୍ୱାରା ପରିପ୍ରକାଶ କରୁଅଛନ୍ତି। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ପ୍ରେମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏକ କର୍ମଶୀଳ ପ୍ରେମ ରହିବା ଆବଶ୍ୟକତା ଅଟେ। ଯେଉଁ ପ୍ରେମ ଆମମାନେ ଅଛି ବୋଲି କହିଥାଉ, ତାହା କର୍ମରେ ଆମମାନେ ପରିପ୍ରକାଶ କରିବା ଆବଶ୍ୟକତା ଅଟେ। ଅନେକେ ଆମମାନଙ୍କ ମଧ୍ୟରେ ଆମମାନେ ଦେଖୁ, ମୁଁ ସ୍ୱାମୀକୁ ପ୍ରେମ କରେ, ମୁଁ ସ୍ତ୍ରୀଙ୍କୁ ପ୍ରେମ କରେ କହିଥାଉ, କିନ୍ତୁ ଆମମାନଙ୍କର କର୍ମଶୀଳ ପ୍ରେମ ତାହା ହୋଇନଥାଏ। ଏଣୁ ଦ୍ୱିତୀୟ ବିଷୟଟି ଆମମାନଙ୍କର କର୍ମଶୀଳ ପ୍ରେମ ହେବା ଆବଶ୍ୟକତା ଅଟେ। ତୃତୀୟ ବିଷୟଟି ଯେତେବେଳେ ଆମମାନେ ରୋମୀୟ ପୁସ୍ତକ ସେହି 8 ଅଧ୍ୟାୟ ତାର 35 ପଦରେ ଦେଖୁ, ତାହା ହେଉଛି ଚିରସ୍ଥାୟୀ ପ୍ରେମ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଏଠାରେ ଆମେ ଏ ପ୍ରକାର ଦେଖୁ, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଲେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲ୍ଲଙ୍ଘତା, କି ବିପଦ, କି ଖଡ଼ଗ? ହଁ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ପ୍ରେମ ଏକ ଚିରସ୍ଥାୟୀ ପ୍ରେମ ହେବା ଆବଶ୍ୟକତା ଅଟେ। ଏଠାରେ ପାଉଲ ଉଲ୍ଲେଖ କରନ୍ତି, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମମାନଙ୍କୁ ଉଚ୍ଛିନ୍ନ କରିବ? ବାସ୍ତବତାରେ ଏହା ଚିରସ୍ଥାୟୀ ପ୍ରେମ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଚିରସ୍ଥାୟୀ ପ୍ରେମ ହେବା ଆବଶ୍ୟକତା ଅଟେ। ବର୍ତ୍ତମାନ ସମୟରେ ବା ବର୍ତ୍ତମାନ ଯୁଗରେ ଆମ୍ଭେମାନେ ଦେଖିବାକୁ ପାଉ, ଅନେକଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଚିରସ୍ଥାୟୀ ପ୍ରେମ ଆମ୍ଭେମାନେ ଦେଖିବାକୁ ପାଉନଥାଉ। ବାସ୍ତବତାରେ ଆମମାନଙ୍କର ଜୀବନରେ ଏକ ଚିରସ୍ଥାୟୀ ପ୍ରେମ ରହିବା ଆବଶ୍ୟକତା ଅଟେ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ସମୟରେ ଆମ୍ଭେମାନେ ଅନେକ ପରିବାରକୁ ଆମେ ଦେଖିବାକୁ ପାଇଥାଉ, ସେମାନଙ୍କ ମଧ୍ୟରେ ପ୍ରେମର ଚିରସ୍ଥାୟୀ ନଥାଏ। ଅଧା ବୟସ ବା ଅଧା ବର୍ଷ ଚାଲି ଯାଇଥାଏ, ସେଥିମଧ୍ୟରୁ ସେମାନଙ୍କର ପ୍ରେମ ବିଭାଜନ ହୋଇଯାଇଥାଏ। ଅବା ସ୍ତ୍ରୀ ଏବଂ ସ୍ୱାମୀଙ୍କ ମଧ୍ୟରେ ବାଦ ବିବାଦ ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥାଏ। ତ ଏହି ପ୍ରକାର ଚିରସ୍ଥାୟୀ ପ୍ରେମ ଆମ୍ଭେମାନେ ଦେଖିବାକୁ ପାଇନଥାଉ। ଏଣୁ ପାଉଲ ଏଠାରେ ଉଲ୍ଲେଖ କରନ୍ତି କି ଖ୍ରୀଷ୍ଟ ଯେ ପ୍ରକାର ମଣ୍ଡଳୀକୁ ଚିରସ୍ଥାୟୀ ପ୍ରେମ କଲେ, ସେହି ପ୍ରକାର ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଚିରସ୍ଥାୟୀ ପ୍ରେମ ରହିବା ଆବଶ୍ୟକତା ଅଟେ। ମୁଁ ଆଶା କରେ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ 3ଟି ବିଷୟ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ କି ପ୍ରକାର ରହିବ ତାହା ଆମେ ଆଲୋଚନା କରିଅଛୁ। ପ୍ରଥମଟି ହେଉଛି, ଖ୍ରୀଷ୍ଟ ଯେ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ, ସେହି ପ୍ରକାର ସ୍ୱାମୀ ଆପଣା ସ୍ତ୍ରୀକୁ ପ୍ରେମ କରୁ। ତାର ଅର୍ଥ, ଖ୍ରୀଷ୍ଟ ସ୍ୱାର୍ଥବିହୀନ ପ୍ରେମ କରିଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଣ୍ଡଳୀକୁ ସ୍ୱାର୍ଥବିହୀନ ପ୍ରେମ କରିଥିଲେ। ଦ୍ୱିତୀୟଟି, ପ୍ରଭୁ ଯୀଶୁଖ୍ରୀଷ୍ଟ କର୍ମଶୀଳ ପ୍ରେମ କରିଥିଲେ ଅବା କର୍ମ କରି ପ୍ରଭୁ ଯୀଶୁଖ୍ରୀଷ୍ଟ ମଣ୍ଡଳୀକୁ ଦେଖାଇଲେ। ତୃତୀୟ ବିଷୟଟି ହେଉଛି ଚିରସ୍ଥାୟୀ ପ୍ରେମ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଣ୍ଡଳୀକୁ ଚିରସ୍ଥାୟୀ ପ୍ରେମ କରିଥିଲେ। ବାସ୍ତବରେ ଆଜି ଆମମାନେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସ୍ୱାର୍ଥବିହୀନ ପ୍ରେମ ରହିବା ଆବଶ୍ୟକତା ଅଟେ। ଦ୍ୱିତୀୟ, କର୍ମଶୀଳ ପ୍ରେମ ହେବା ଆବଶ୍ୟକତା ଅଟେ। ତୃତୀୟ, ଚିରସ୍ଥାୟୀ ପ୍ରେମ ରହିବା ଆବଶ୍ୟକତା ଅଟେ। ଏହି 3ଗୋଟି ବିଷୟ ଯେତେବେଳେ ଆମମାନଙ୍କର ପାରିବାରିକ ଜୀବନ ଅବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ରହେ, ସେହି ସମୟରେ ଆମମାନଙ୍କର ଜୀବନ ଆଧ୍ୟାତ୍ମିକ ଦିଗକୁ ବଢ଼ିଥାଏ ଏବଂ ସେହି ପରିବାର ସର୍ବଦା ଆନନ୍ଦରେ ଈଶ୍ୱରଙ୍କର ଗୌରବ କରେ ଏବଂ ସେହି ପରିବାରରେ ସବୁବେଳେ ଶାନ୍ତି ଆସେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଯେଉଁ ବିଷୟ ଆଲୋଚନା କଲୁ, ଏହି ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।